ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତେବେ ଆଜି ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ବିନା କୌଣସି ମନ୍ତ୍ରତନ୍ତ୍ର କରି, ବିନା କୌଣସି ପଇସା ଖର୍ଚ୍ଚ କରି ନିଜ ପସନ୍ଦର ସେ ଝିଅକୁ ପଟେଇ ପାରିବେ। କେବଳ ଆପଣଙ୍କୁ ନିଜ ପକେଟରେ ଏହାକୁ ରଖିବାର ଅଛି। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ଯନ୍ତ୍ର ନେଇ ଆସିଛି। ଏହି ଯନ୍ତ୍ରକୁ ଆପଣ ନିଜ ପକେଟରେ ରଖିବା ମାତ୍ରେ ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି ଏହି ଯନ୍ତ୍ର କରି ନିଜ ପକେଟରେ ରଖନ୍ତୁ। ସେ ଝିଅ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ସୁନ୍ଦରୀରୁ ସୁନ୍ଦରୀ ଭାଉଜ ରାତିଦିନ ଫୋନ୍ କରିବ, ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ହେଉଛି ମୁସଲିମ ବଶୀକରଣ, ତେଣୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ଠିକ୍ ଅଛି, ପ୍ରଥମେ ଆପଣ କ'ଣ କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଏହି ବଶୀକରଣକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ଦିନ 3ଟାରୁ 6ଟା ମଧ୍ୟରେ କରିବେ। ସନ୍ଧ୍ୟା 6ଟା ମଧ୍ୟରେ ଆପଣ ଏହି ବଶୀକରଣ କରିପାରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଦା କାଗଜ ଆଣିବେ, ନାଲି କଲମ ଆଣିବେ। କାଗଜରେ ପ୍ରଥମେ ଆପଣ ଲେଖିବେ 7, 8, 6, ତା ତଳେ 4ଟି ଘର କରିବେ। ଧ୍ୟାନ ସହିତ ଦେଖନ୍ତୁ। ପ୍ରଥମେ ଲେଖିବେ 11, ତା ପାଖରେ ଲେଖିବେ 30, ତା ତଳେ ଲେଖିବେ 55, ଆଉ ଏଠି ଆପଣ ଲେଖିବେ 77, ଆଉ ତା ତଳେ ଆପଣ ଯେଉଁ ଝିଅକୁ ବଶୀକରଣ କରିବାକୁ ଚାହୁଁଛନ୍ତି ବା ପଟେଇବାକୁ ଚାହୁଁଛନ୍ତି ତାର ନାମ ଲେଖିବେ। ତା ପାଖରେ ପ୍ଲସ୍ ଚିହ୍ନ କରିବେ, ଆଉ ତା ପାଖରେ ନିଜର ନାମ ଲେଖିବେ। ନାମ ଲେଖି ସାରିବା ପରେ କାଗଜକୁ ଏହିପରି 2 ହାତରେ ଧରିବେ, ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ନାମ 21 ଥର କହିବେ। ତାପରେ ଏ କାଗଜକୁ ନିଜ ପକେଟରେ କିମ୍ବା ମନି ପର୍ସରେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ ଏହି ବଶୀକରଣ ଯନ୍ତ୍ର ଥିବ, ସେ ଝିଅ ବା ନାରୀ ଆପଣଙ୍କ ବଶରେ ରହିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।